ଆଜିର ପ୍ରସଙ୍ଗ ହଉଛି ମନୁଷ୍ୟକୁ କାହିଁକି ମରଣ ଆସେ ବା ମନୁଷ୍ୟକୁ କାହିଁକି ଅତି ଶୀଘ୍ର ମୃତ୍ୟୁ ଆସେ। ଏହି ବିଷୟରେ ଆମେ ବାକ୍ୟରୁ କିଛି ଆମେ ଶିଖିବା ଆଉ ବୁଝିବା। ଆସନ୍ତୁ ମୋ ସହିତ ଖୋଲନ୍ତୁ ଆଦି ପୁସ୍ତକ ତାର 2 ପର୍ବ 16 ପର୍ବ ଏବଂ 17 ପଦ ପଢିକିନା ସାହାଯ୍ୟ କରନ୍ତୁ। ସଦାପରେ ପରମେଶ୍ୱର ସେ ମନୁଷ୍ୟକୁ ଆଜ୍ଞା ଦେଇ କହିଲେ, ତୁମେ ଉଦ୍ୟାନର ସମସ୍ତ ବୃକ୍ଷର ଫଳ ସୁଛନ୍ଦରେ ପ୍ରଦାନ କରିପାର, ମାତ୍ର ସତତ ଜ୍ଞାନଦାୟକ ବୃକ୍ଷର ଫଳ ଭୋଜନ କରିବେନି, ଯେହେତୁ ଯେଉଁଦିନ ତାହା ଖାଇବ ସେଇଦିନ ନିତାନ୍ତ ମରିବ। ଆମେନ୍। हालेलुया। तो ए बात ମୁଁ କ୍ଷୁଦ୍ର ପ୍ରାର୍ଥନା କରେ। हालेलुया। ଧନ୍ୟବାଦ ବାପା ସର୍ବଶକ୍ତିମାନ ପରମେଶ୍ୱର ବାପା, ଏହି ସମୟରେ ବାପା ପ୍ରଭୁ ଆଜି ବାପା ପ୍ରଭୁ ଯାହା ବାକ୍ୟ ପ୍ରସଙ୍ଗ ନେଇଛୁ ବାପା ବାକ୍ୟ ବୁଝିବା ପାଇଁ ତୁମେ ସାହାଯ୍ୟ କର ବାପା। ପ୍ରଭୁ ମୋ ବାପା ତୁମେ ପ୍ରଭୁ ମତେ କହିବା ପାଇଁ ପ୍ରଭୁ ତୁମେ ବାପା ମୋ ମୁଖର ପାତ୍ର ହୋ ରାଜା, ଆରମ୍ଭ ଶେଷ ପର୍ଯ୍ୟନ୍ତ ତୁମେ ହିଁ ବିଦ୍ୟମାନ ହୋ ବାପା। ପ୍ରଭୁ ତୁମେ ଉପସ୍ଥିତ ହେଲେ ବାପା କୌଣସି ଭୁଲ ଭୁଟିକାର ହେବ ନାହିଁ ବାପା। ପ୍ରଭୁଜୀ ବାପା ତୁମେ ପବିତ୍ର ଆତ୍ମାରେ ତୁମେ କଥା କହ ବାପା। ମୋ ପ୍ରାର୍ଥନା ତୁମେ ଶୁଣିଲ ବୋଲି ଧନ୍ୟବାଦ ଯୀଶୁଙ୍କ ନାମରେ ବାପା, ଆମେନ୍। ପ୍ରିୟ ଭାଇ ଭଉଣୀ ମାନେ, ଏହି ସମୟରେ ଆମେ ଦେଖିବା ପାଇଲୁ ମଣିଷକୁ ଯେତେବେଳେ ଆମେ ଦେଖି ପାରିଥିଲୁ ଆଉ ମନୁଷ୍ୟ ପରମ୍ପରା ମନୁଷ୍ୟକୁ ସୃଷ୍ଟି କଲେ ସେହି ଆଦମ ଠାରୁ ଏବଂ ଆଦମ ହବା ଠାରୁ ପାପ ପ୍ରବେଶ କରିଛି। ସେଥିପାଇଁ ପରମେଶ୍ୱର ଆଉ ମୃତ୍ୟୁ ଆଉ ମରଣ କିଛି ନଥିଲା ଜଗତରେ। ଏ ପୃଥିବୀରେ ମଣିଷ ମାନଙ୍କ ମଧ୍ୟରେ ଆଉ ମନୁଷ୍ୟ ବି ଜାତ ହେଇ ନଥିଲେ, କିନ୍ତୁ ସେଇ ସମୟରେ ପରମେଶ୍ୱର ଗୋଟେ କଥା କହିଲେ, ଆଜ୍ଞା ଦେଲେ। ସେ ଆଜ୍ଞାକୁ ଯେହେତୁ ସେଇ ସମୟରେ ପୃଥିବୀକୁ ମରଣ ଆସିଲା, ସେଥିପାଇଁ ବାକ୍ୟ ଲେଖା ସେଇ 16 ପଦ ଲେଖା ଅଛି, ସଦାପ୍ରଭୁ ପରମେଶ୍ୱର ସେଇ ମନୁଷ୍ୟକୁ ଆଜ୍ଞା ଦେଇ କହିଲେ, ତୁମେ ଉଦ୍ୟାନର ସମସ୍ତ ବୃକ୍ଷର ଫଳ ସ୍ୱଚ୍ଛନ୍ଦରେ ଭୋଜନ କରିପାର, ମାତ୍ର ସତ ଜ୍ଞାନଦାୟକ ବୃକ୍ଷର ଫଳ ଭୋଜନ କରିବ ନାହିଁ, ଯେହେତୁ ଯେଉଁ ଦିନ ତାହା ଖାଇବ ସେଇ ଦିନ ନିତାନ୍ତ ମରିବ। ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ଈଶ୍ୱର ଯାହା ମନୁଷ୍ୟକୁ ଉଦ୍ୟାନକୁ ରୋକିଥିଲେ ଆଉ ନିଜ ହସ୍ତରେ ମାଟି ସହିତ ଗଢିଥିଲେ, ମିଶିକିରି ଫୁଙ୍କର ଦେଇଥିଲେ, କିନ୍ତୁ ସେହି ମନୁଷ୍ୟକୁ ପରମେଶ୍ୱରଙ୍କର ଆଜ୍ଞା ଅମାନ୍ୟ କଲେ, ପରମେଶ୍ୱରଙ୍କର ବାକ୍ୟକୁ ମାନିଲେ ନାହିଁ। ଯେହେତୁ ମନୁଷ୍ୟ ଆଉ ପାପ କରିବା ସକାଶୁ ଏ ପୃଥିବୀରେ ମରଣ ଆସିଲା। ତମେ ମରିବ, ନିତାନ୍ତ ମରିବ। ହଁ ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ସେତେବେଳେ ଅନେକ ଲୋକମାନେ ଆଉ ମନରେ ଗୋଟେ ଉଙ୍କି ମାରିଥାଏ, ଆମକୁ କଣ ପାଇଁ ମରଣ ଆସୁଅଛି। ହଁ ଆମେ ଦେଖିପାରୁଛୁ ଆମର ଅଜା, ଆମର ଜେଜେ ବାପା ବହୁତ 50 ବର୍ଷ ପୂର୍ବେ ବହୁତ ଲୋକମାନେ ଦୁର୍ଭିକ୍ଷ ହଉଥିଲା। ଆମେ ଦେଖିବା ପାଉଛୁ ନା ଖାଇବାକୁ ମିଳୁନଥିଲା, କୁଦ ସହିତ ନା ଡଙ୍ଗର ଖନ୍ଦା ସହିତ ଖାଇକିନା ବଞ୍ଚୁଥିଲେ। ଆମେ ଭଲ ଭାବରେ ଜାଣୁ ସେଇ ସମୟରେ ଅନେକ ଲୋକମାନେ ପୂର୍ବ କାଳରେ ବହୁତ ପରିସ୍ଥିତିରେ ବଞ୍ଚି ଆସୁଥିଲେ, କିନ୍ତୁ ଏବେ ଯେତେବେଳେ ଆମେ ଦେଖିବା ପାଉଛୁ ଏଇ ପରିସ୍ଥିତିରେ ଲୋକମାନଙ୍କୁ ନା ଟଙ୍କା ଅଭାବ, ନା ଖାଇବା ଅଭାବ, ନା ଚାଉଳ ଅଭାବ, ସବୁ ସଫିସିଏଣ୍ଟ ଅଛି। ଏ ପୃଥିବୀରେ ବହୁତ ସଫିସିଏଣ୍ଟ ଅଛି, କାହାକୁ ଏବେ ଆଉ ଅଭାବ ନାହିଁ। ସମସ୍ତଙ୍କୁ ଏବେ ସରକାର ବି ସାହାଯ୍ୟ କରିଛନ୍ତି, ଚାଉଳ ଦେଇଛନ୍ତି, ଜଣକ ପିଛା 5 କେଜି ଲାଖେ ଦେଉଛନ୍ତି କାର୍ଡ ପିଛା। ଲୋକମାନଙ୍କର ଆଉ ଖାଇବାର ଅଭାବ ନାହିଁ କି ପିନ୍ଧିବାର ଅଭାବ ନାହିଁ, ସବୁ କୌଣସି ଜିନିଷ ଅଭାବ ନାହିଁ ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ। କିନ୍ତୁ କଣ ପାଇଁ ମରୁଛନ୍ତି ଆମେ ଦେଖିବା ପାଉଛୁ ନା ପରମେଶ୍ୱରଙ୍କର ବାକ୍ୟକୁ, ପରମେଶ୍ୱରଙ୍କ ଆଜ୍ଞାକୁ ଅମାନ୍ୟ କଲେ ଆମେ ମରଣକୁ ଅତିକ୍ରମ କରିଥାଉ। ହାଲେଲୁୟା। ମରଣ ଏଟା ଗୋଟେ ସାଧାରଣ ବିଷୟ ନାହିଁ। ଆମେ ଦେଖିଥାଉ ଲୋକମାନେ କୋଟି କୋଟି ଲୋକମାନେ ମରିଥାଇ ଆମେ ଦେଖୁଛୁ, କିନ୍ତୁ ପରମେଶ୍ୱର ଆମକୁ ଜୀବିତ ରଖି ଅଛନ୍ତି। ଏଇ ସମୟରେ ଆମକୁ ଗୋଟେ କଷ୍ଟ କି ଚିନ୍ତା କି କୌଣସି ବିଷୟ ବସ୍ତୁ ଯଦି ଆମ ହୃଦୟରେ ପ୍ରବେଶ କଲା, ତାହେଲେ ନାଇଁ ମରିଗଲେ ଭଲ ହେଇଥାନ୍ତା। କିନ୍ତୁ ଆଉ ଯେତେବେଳକୁ ଆମକୁ ସୁଖ ଆସିଥାଏ, ମୋ ଜୀବନରେ ବହୁତ ଗୋଟେ ଖୁସି ଆସିଥାଏ, ଆନନ୍ଦ ଆସିଥାଏ, ସେଇ ସମୟରେ ଆମେ ଗୋଟେ ଦିନ
ଦେଖିଥିଲେ ଆଉ ଗୋଟେ ଦିନ ବଞ୍ଚିବା ପାଇଁ ଇଚ୍ଛା କରିଥାଏ। ହାଲେଲୁୟା। ହାଲେଲୁୟା। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆମର ପରମେଶ୍ୱର ଗୋଟେ ୱାଦା ଦେଇଥିଲେ, କଥା ଗୋଟେ ପ୍ରତିଜ୍ଞା ଦେଇଥିଲେ। ସେଇ ପ୍ରତିଜ୍ଞାରୁ ଆଉ ମନୁଷ୍ୟକୁ ଦୂର କରିଛନ୍ତି। ପରମେଶ୍ୱରଙ୍କ ଠାରୁ ଆଉ କଣ ଆସିଲା ନା ମରଣ ଆସିଲା ବା ମରିବାର ଆସିଲା, ଆମେ ଦେଖିବାକୁ ପାଉଛୁ। ଆଉ ଚାଲନ୍ତୁ, ପରମେଶ୍ୱରଙ୍କ ଆଜ୍ଞା ତୋଡ଼ିଦେବାରୁ, ଭାଙ୍ଗିବାରୁ ଆଉ କଣ ଆସିଲା? ପ୍ରଥମର ହତ୍ୟା ଆସିଲା। ସେ ହତ୍ୟା କଣ? ଆମେ ଦେଖିଛୁ ସେଇ ଆଦି ପୁସ୍ତକ ତାର 4 ପର୍ବ 8 ପଦ ପଢନ୍ତୁ। ଆଦି ପୁସ୍ତକ 4 ପର୍ବ 8 ପଦ। ଏଥି ବିଷୟରେ ନାଇଁ ନାଇଁ, ଆଦି ପୁସ୍ତକ 4 8 ପଦ। ପଢନ୍ତୁ। ଏଥି ଉତ୍ତରେ ଆଦି ପୁସ୍ତକ 4:8। ପଢନ୍ତୁ ସେଇଟା ଏକା, ସେଇଠି ଏତି ଉତ୍ତର ଲେଖା ହେଇଛି, ଏଠି ଅନନ୍ତର ଲେଖା ହେଇଛି। ଠିକ ଅଛି, ପଢନ୍ତୁ। ହଁ ହଁ। ଏଥି ଉତ୍ତରେ ଆପଣ ଭାଇ ସେବଲ ସହିତ କଥାବାର୍ତ୍ତା କଲେ, ତେଣୁ ସେମାନେ ସେତରେ ଥିବାବେଳେ ଆପଣ ଭାଇ ସେବଲଙ୍କୁ ଆକ୍ରମଣ କରି ବଦ୍ଧ କଲେ। ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ଏଇ ସ୍ଥାନରେ କାହିଁକି ଆମେ ଦେଖିବା ପାଉଛୁ, ଯେତେବେଳକୁ କଇନ ହେବଳ ଆଉ ମାନେ ସେହି ଆଉ ହେବାଙ୍କର ପ୍ରଥମ ସନ୍ତାନ ହଉଛନ୍ତି କଇନ, ଆଉ ଦ୍ୱିତୀୟ ସନ୍ତାନ ହଉଛନ୍ତି ହେବଳ। ଆମେ ଦେଖିବାକୁ ପାଉଛୁ ସେହି ଭାଇ ମାନଙ୍କ ଭିତରେ କଣ ଆସିଲା ନା ପାପ ପ୍ରବେଶ କଲା ତାଙ୍କର। ଯେହେତୁ ଆମେ ଦେଖିବାକୁ ପାଉଛୁ ତାଙ୍କର ବାପାଙ୍କ ଠାରୁ ହିଁ, ତାଙ୍କ ମାଙ୍କ ଠାରୁ ହିଁ ଅଭିଶାପ ଆସୁଛି। ସେହି ଅଭିଶାପ ପିଲାମାନଙ୍କ ଉପରେ କଣ ପାଇଲା ନା ଅଭିଶାପ ପାଇଲା। ଦେଖିବା ପାଉଛୁ ଯେହେତୁ ସେ କଇନ ହେବଳ କୌଣସି ଭୁଲ କରିନାହାନ୍ତି, ପାପ କାମ କରିନାହାନ୍ତି, କିନ୍ତୁ ସେ ପାପ କୋଉଠାରୁ ଆସିଲା? ତାଙ୍କର ବାପା ପିତା ମାତାଙ୍କ ଠାରୁ ହିଁ ଅଭିଶାପ ଆସିଲା। ସେଥିପାଇଁ ସେ କଇନ ହେବଳ ଭାଇ ଭାଇ ମାଧ୍ୟମରେ ତାଙ୍କେ ହତ୍ୟା କରି ଅଛନ୍ତି। ସେଇ ସମୟରେ ଆମେ ଦେଖିବାକୁ ପାଉଛୁ ଆକ୍ରମଣ କରିକିନା ତାଙ୍କର ଭାଇକୁ ବଦ୍ଧ କରୁଛନ୍ତି। କି କାରଣ ହେତୁ? କିନ୍ତୁ ପାପ ପ୍ରବେଶ କଲା ତାଙ୍କର ପିତା ମାତାଙ୍କୁ। ସେହି ଅଭିଶାପ ନିଜର ସନ୍ତାନ ସନ୍ତତି ମାନଙ୍କ ମାଧ୍ୟମରେ ସେ ପାପ ପ୍ରବେଶ କଲା। ଯେହେତୁ ସେଥିପାଇଁ ତାଙ୍କର ସନ୍ତାନ ମାନଙ୍କୁ ସେ ପାପ ପ୍ରବେଶ କରିବା ହେତୁ ତାଙ୍କ ଛୋଟ ଭାଇକୁ ସିଏ କଇନ କଣ କଲା? ବଦ୍ଧ କଲା ବା ଆକ୍ରମଣ କଲା। ଆମେ ଦେଖିବା ପାଉଛୁ। ହଁ ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ଦେଖନ୍ତୁ ପାପ କେମିତି ଆସୁଛି ଏ ଜଗତରେ, ଆଉ କୋଉ ପ୍ରକାରରେ ଆସୁଛି, ଆଉ ପାପ ହେତୁ ଲୋକମାନେ କଣ କରୁଛନ୍ତି ନା ମନୁଷ୍ୟକୁ ଅତି ଶୀଘ୍ର ମରିବାକୁ ଯୋଗ୍ୟତା ହଉଛନ୍ତି। ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆଉ ଚାଲନ୍ତୁ ଆମେ ବାକ୍ୟର ଆଗକୁ ବଢିବା। ତାପରେ ଆଦି ପୁସ୍ତକ ତାର 2 ପର୍ବ ପଢନ୍ତୁ, 2-3 ପର୍ବ, 2-3 ପଦ, 6 ପର୍ବ 2 ପଦ 3 ପଦ। ଆଦି ପୁସ୍ତକ 6 ପର୍ବ 2 ପଦ 3 ପଦ। ସେତେବେଳେ ପରମେଶ୍ୱରଙ୍କର ପୁତ୍ରଗଣ ମନୁଷ୍ୟମାନଙ୍କ କନ୍ୟାଗଣକୁ ରୂପବତୀ ଦେଖି ସେମାନେ ଯେଉଁମାନଙ୍କୁ ପସନ୍ଦ କଲେ ସେ ସମସ୍ତଙ୍କ ମଧ୍ୟରେ ବିବାହ କରିବାକୁ ଲାଗିଲେ। ତେଣୁ ସଦାପ୍ରଭୁ କହିଲେ, ଆମର ଆତ୍ମା ମନୁଷ୍ୟ ଉପରେ ସର୍ବଦା ଅଧିଷ୍ଠାନ କରିବ ନାହିଁ, ଯେହେତୁ ସେମାନଙ୍କ ବିପଦ ଯୋଜନାରେ ସେମାନେ ମାଂସ ମାତ୍ର, ଏଥି ନିମନ୍ତେ ସେମାନଙ୍କ ସମୟରେ 120 ବର୍ଷ ହେବ। ହାଲେଲୁୟା। ଦେଖନ୍ତୁ ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ଏଟା ହଉଛି ଦ୍ୱିତୀୟ ପାପ ପ୍ରବେଶ କଲା। ପ୍ରଥମ ପାପ କଣ? ନାଇଁ, ପ୍ରଥମ ପାପ ନା ପରମେଶ୍ୱରଙ୍କର ଆଜ୍ଞାକୁ ଲଙ୍ଘନ କଲେ। ଦ୍ୱିତୀୟ ପାପ ହେଲା ସେ ପାପ କରିବା ହେତୁ ତାଙ୍କର ସନ୍ତାନ ମାନଙ୍କୁ ପାପ ପ୍ରବେଶ କରିବାରୁ ତାଙ୍କର ଭାଇକୁ ହତ୍ୟା କଲେ। ଦ୍ୱିତୀୟ ପାପ ଆସିଲା। ତୃତୀୟ ପାପ ଆସିଲା। ଦେଖନ୍ତୁ ବହୁତ ଲୋକ ମାନେ ଯେତେବେଳକୁ ପୃଥିବୀରେ ବହୁ ସଂଖ୍ୟକ ଲୋକ ତାଙ୍କର ଜାତ ହେଲେ, ପୁଅ ଝିଅ ଜନ୍ମ କଲେ, ସେଇ ସମୟରେ
ତାଙ୍କେ କଣ ହେଲେ ନା ରୂପବତୀକୁ ଦେଖୁଥିଲେ, ନିଜେ ଇଚ୍ଛା ଅନୁସାରେ ଯୋଉ ଝିଅକୁ ଦେଖିଲେ, ଯୋଉ ପୁଅକୁ ଦେଖିଲେ, ମାନେ ବେବିଚାର କାମ କଲେ, ଆଉ ନିଜ ଇଚ୍ଛାରେ ବିବାହିତ କଲେ। ସେଇ ସମୟରେ ପାପ ପ୍ରବେଶ କଲା। ସେଇ ସମୟରେ କଣ ହେଲା, ଆଉ ପରମେଶ୍ୱରଙ୍କର ଆତ୍ମା ମନୁଷ୍ୟକୁ ମାଧ୍ୟମରେ ଆଉ ଅଧିଷ୍ଠାନ କଲେ ନାହିଁ ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ। ସେଥିପାଇଁ ବାକ୍ୟରେ ଲେଖାଯାଏ, ସେତେବେଳେ ପରମେଶ୍ୱରଙ୍କ ପୁତ୍ର ଗଣ ମନୁଷ୍ୟ ମାନଙ୍କ କନ୍ୟା ଗଣଙ୍କୁ ରୂପବତୀ ଦେଖି ସେମାନେ ଯେଉଁମାନଙ୍କୁ ପସନ୍ଦ କଲେ ସେ ସମସ୍ତଙ୍କୁ ମଧ୍ୟରୁ ବିବାହ କରିବାକୁ ଲାଗିଲେ। ହଁ ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ପାପ ତ ଅଲରେଡି ପ୍ରବେଶ କରିଛି। ଆଉ ଯୋଉ ଝିଅକୁ ଦେଖିଲେ, ଯୋଉ ପୁଅ ମାନଙ୍କୁ ଦେଖିଲେ, ସମସ୍ତଙ୍କୁ ଦେଖିକିନା ଆଉ ଇଚ୍ଛାରେ କଣ କଲେ ନା ବେବିଚାର କାମ କରିକିନା ନିଜ ଇଚ୍ଛା ଅନୁସାରେ ପସନ୍ଦ କଲେ, କିନ୍ତୁ ଆମର ନିଜ ଇଚ୍ଛା ଅନୁସାରେ ପସନ୍ଦ କଲେ ପରମେଶ୍ୱର ଚାହାନ୍ତି ନାହିଁ। ହାଲେଲୁୟା। ସେଥିପାଇଁ ପରମେଶ୍ୱରଙ୍କର ଇଚ୍ଛା ଅନୁସାରେ ଆମେ ଜୀବନ ଯାପନ କାଟିଲେ ହିଁ, ଏବେ ଦେଖନ୍ତୁ ଏଇ ସମୟରେ ଲେଖା ହେଲା ତାଙ୍କର ନିଜ ଇଚ୍ଛା ଅନୁସାରେ ବିବାହ କଲେ। ତାଙ୍କେ ମରିବା କଥା ଥିଲା କି ନିଜ ପୁଅ ମାନେ ଇଚ୍ଛା କଲେ ଝିଅକୁ, ଝିଅ ମାନେ ଇଚ୍ଛା କଲେ ପୁଅକୁ। ଆଉ ରୂପକୁ ଦେଖିକିନା, ତାଙ୍କର ଗୁଣ କି ନାହିଁ କି କିଛି ନାହିଁ, ତାଙ୍କ ରୂପକୁ ଦେଖିକି, ତାଙ୍କ ଚେହେରା, ଗଳା କରା, ମାନେ ଏମିତି ଗୋଟେ ଦେଖିକିନା କଣ କଲେ ନା ବିବାହିତ ହେଲେ। କିନ୍ତୁ ତାଙ୍କ ଇଚ୍ଛା ଅନୁସାରେ ବିବାହିତ କଲେ, ଆଉ ଇଚ୍ଛା ଅନୁସାରେ ତାଙ୍କେ ବେବିଚାର କାମ କଲେ। ତାଙ୍କେ ବଞ୍ଚି ପାରିଲେ କି ହିଁ ନାଇଁ ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ। ପରମେଶ୍ୱର ଆଉ ଯୋଉ ଈଶ୍ୱର ଗଢିଥିଲେ ସେହି ଈଶ୍ୱର ନାଇଁ କି ଆଉ ମନୁଷ୍ୟକୁ ସନ୍ତୁଷ୍ଟ ହେଲେ ନାହିଁ ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ। ଏଇ ସ୍ଥାନରେ କହିଲା ସଦାପ୍ରଭୁ କହିଲେ, ଆମର ଆତ୍ମା ମନୁଷ୍ୟକୁ ସର୍ବଦା ବର୍ତ୍ତାଇବା ନାହିଁ, ଯେହେତୁ ସେମାନଙ୍କର ବିପଦ ଗମନରେ ସେମାନେ ମାଂସ ମାତ୍ର। ଏଥି ନିମନ୍ତେ ସେମାନଙ୍କର ସମୟ 120 ବର୍ଷ ହେବ, କମ ସେ କମ 120 ବର୍ଷରୁ ଆଉ ମଣିଷ ଅଧିକ ବଞ୍ଚି ପାରିବ ନାହିଁ ବୋଲି ଲେଖା ହେଇଛି। କାହିଁକି? ପାପ ପ୍ରବେଶ କଲା। ପାପ ପ୍ରବେଶ କରିବା ହେତୁ ମନୁଷ୍ୟ ଅନେକ ଏଇ ସମୟରେ ଦେଖିବା ପାଉଛୁ 500 ବର୍ଷ, 600 ବର୍ଷ, 700 ବର୍ଷ, 800 ବର୍ଷ ଲେଖା ବଞ୍ଚୁଥିଲେ। କାହିଁକି? ଫଳମୂଳ ଖାଇକିନା ବଞ୍ଚୁଥିଲେ। ସେଇ ସମୟରେ ଭାତ ଭଳିଆ ଜିନିଷଟା ନଥିଲା, କାଳି ଫଳମୂଳ ପାଣି ପିଇକିନା ବଞ୍ଚୁଥିଲେ। ନା କଷ୍ଟ କରୁଥିଲେ, ନା କୌଣସି କାମ କରୁନଥିଲେ, ପରମେଶ୍ୱରଙ୍କର ଆଶୀର୍ବାଦ ସକାଶୁ ବଞ୍ଚୁଥିଲେ। କିନ୍ତୁ ପାପ ପ୍ରବେଶ କରିବା ହେତୁ ମନୁଷ୍ୟକୁ ପରମେଶ୍ୱର କହିଲେ ଯେ ଏ ଲୋକମାନଙ୍କର ସମୟ ମାତ୍ର କମ ସେ କମ 100, ତାଙ୍କର ବଳ ସକାଶୁ 120 ବର୍ଷ ପର୍ଯ୍ୟନ୍ତ ଆଉ ସିଏ ଆଉ ବଞ୍ଚି ପାରିବ ନାହିଁ ବୋଲିକିନା କହିଲେ। ସେଥିପାଇଁ ଆମେ ଦେଖିଛୁ ବାକ୍ୟରେ ଲେଖା ହେଇଛି, ଏତେ ସୁନ୍ଦର ଭାବରେ ପରମେଶ୍ୱର କହୁଛନ୍ତି। ଆଉ ସେଇ ସମୟରେ ପରମେଶ୍ୱରଙ୍କର ତାଙ୍କର ଅବଦାନ କଣ, ଆଉ ତାଙ୍କର ଯେତିକି ଲୋକମାନଙ୍କୁ ସୃଷ୍ଟି କରିବା ହେତୁ ପରମେଶ୍ୱର ଅନୁତାପ କଲେ। ଆଉ ନିଜର ଆତ୍ମା, ଆଉ ଗୋଟେ ବାକ୍ୟ ପଢିବା ଚାଲନ୍ତୁ, ଯାତ୍ରା ପୁସ୍ତକ ତାର 32 ରୁ 28 ପଦ କଣ ଲେଖା ହେଇଛି। ଯାତ୍ରା 32 ରୁ 28, 32 ପର୍ବ 28 ପଦ। ଯାତ୍ରା 32। ହଁ, ଯାତ୍ରା ପୁସ୍ତକ 32 ପର୍ବ 28 ପଦ। ଯାତ୍ରା ପୁସ୍ତକ 32 ରୁ 28 ପଦ। ତମେ ଯଦି ସେମାନଙ୍କର ପାପ କ୍ଷମା କରିବ, କିନ୍ତୁ ଯଦି ନ କରିବ ତେବେ ମୁଁ ବିନୟ କରୁଛି ତୁମର ଲିଖିତ ପୁସ୍ତକରୁ। ନାଇଁ ଭୁଲ ପଢିଥିବେ, ଦେଖ ଯାତ୍ରା ପୁସ୍ତକ 32 ରୁ 28 ପଦ। ତେଣୁ ମୂଷା ଆରୋନକୁ କହିଲେ, ଏଇ ଲୋକମାନେ ତୁମ ପ୍ରତି କଣ କଲେ ଯେ ତୁମେ ସେମାନଙ୍କ ଉପରେ ଏହିପରି ମହାପାପ ଦେଖାଇଛ? ଯାତ୍ରା ପୁସ୍ତକ 32 ରୁ 28 ପଦ। ଲେବୀର ସନ୍ତାନ ମାନେ ଅନୁସାରେ କରନ୍ତେ, ସେହି ଦିନ ଲୋକମାନଙ୍କର ମଧ୍ୟରେ ଗୁଣାଧିକ 3000 ଲୋକ ମଲେ। ହାଲେଲୁୟା। କଣ ପାଇଁ ମଲେ ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ? ପ୍ରଭୁଙ୍କର ଯୋଜନା ଥିଲା ସେହି
ସେଇ ମିଶ୍ର ଦେଶ ଲୋକମାନଙ୍କୁ ଏତେ କଷ୍ଟରେ କେଡ଼େ କଷ୍ଟରେ ଭୟଙ୍କର କଷ୍ଟକର ବିଷୟରେ ସେଇ ସ୍ଥାନରେ ଦାସତ୍ୱ କର୍ମ କରୁଥିଲେ, ମାଟି ମାଡ଼ିକିନା କେତେ ମାଡ଼ ଗୋଡ଼ ଏତେ ଯନ୍ତ୍ରଣା ସହିତ ସେଇ ସମୟରେ କାମ ଦାମ କରୁଥିଲେ। ସେଇଥିପାଇଁ ମଶାଙ୍କୁ ଯୋଉ ମନୋନୀତ କଲେ ପରମେଶ୍ୱର, ଆଉ ସେହି ଇସ୍ରାଏଲ ଲୋକମାନଙ୍କୁ ଆଉ ମିଶ୍ର ଦେଶରୁ ଉଦ୍ଧାର କରି ଆଣିବା ହେତୁ ଲୋକମାନେ କଣ କରୁଛନ୍ତି ସେଇ ସମୟରେ ନା ନିଜର সোনা ରୂପା ନିଜର ପ୍ରତିମୂର୍ତ୍ତି ଆଉ ଗଡ଼ିକିନା ଏହି ହଉଛନ୍ତି ଆମର ଈଶ୍ୱର, ଇଏ ଆମକୁ ମିଶ୍ର ଦେଶରୁ ଆମକୁ ଆଣିଛନ୍ତି ବୋଲିକିନା ତାଙ୍କେ ଯେତେବେଳକୁ ଆରାଧନା ସ୍ତୁତି ବନ୍ଦନା କରୁଛନ୍ତି, ବାଜା ସହିତ ମୟୂରୀ ସହିତ ପୁରୀ ସହିତ ବାଦ୍ୟ ସହିତ ତାଙ୍କେ ନାଚ କରୁଛନ୍ତି, ସେଇ ସମୟରେ ପରମେଶ୍ୱର ସେହି ଲୋକମାନଙ୍କୁ କଣ କଲେ ନା 3000 ଲୋକମାନଙ୍କୁ ମାରିଲେ, ମଲେ ବୋଲି ଲେଖା ହେଇଛି। କଣ ପାଇଁ? ପରମେଶ୍ୱରଙ୍କ ବିରୁଦ୍ଧରେ ଯେଉଁମାନେ ଯାଉଅଛନ୍ତି ସେଇମାନେ ନିତାନ୍ତ ମରିବେ। କେଉଁମାନେ ପରମେଶ୍ୱରଙ୍କ ବିରୁଦ୍ଧରେ ଯାଉଅଛନ୍ତି, କାହିଁକି? ପୂର୍ବ ପରମ୍ପରାର ଆମର ପରମ୍ପରା ପୂର୍ବ ପୁରୁଷ ଠାରୁ ଯୋଉ ଅଭିଶାପ ଅଛି ଆଦମ ହବା ଠାରୁ, ସେହି ଦିନଠାରୁ ଯୋଉ ଅଭିଶାପ ନେଇକିନା ଆସୁଛନ୍ତି, ସେହି ଭୁଲ ଅଭିଶାପ କାହା ଉପରେ ରହୁଅଛନ୍ତି, ଯେତେ ଜଣ ଜନ୍ମ ହଉଅଛନ୍ତି ସମସ୍ତଙ୍କୁ ସେହି ଅଭିଶାପ ଭର୍ତ୍ତିକିନା ଆସୁଅଛନ୍ତି। ସେଥିପାଇଁ ଆଉ ଲୋକମାନେ ତାଙ୍କର ମଶାଙ୍କର କଥା ନ ମାନି ନିଜେ ଇଚ୍ଛାରେ ତାଙ୍କେ ଆଉ ଯୋଉ ଘୃଣ୍ୟ କାମ କରୁଥିଲେ ସେଇ ସମୟରେ ପରମେଶ୍ୱର ସେ ଲୋକମାନଙ୍କୁ 3000 ଲୋକମାନଙ୍କୁ କଣ କଲେ? ପରମେଶ୍ୱରଙ୍କୁ ଆଉ ନ ମାନିକିନା ତାଙ୍କେ ନିଜେ ମଲେ। ତାଙ୍କର ମରଣକୁ ମାନେ ଆମର ଜୀବନକୁ କିଏ ଆମକୁ ରକ୍ଷା କରିପାରିବ ନାହିଁ। ପରମେଶ୍ୱରଙ୍କର ହସ୍ତରେ ଅଛି ମରଣ ଏବଂ ଜୀବନ ଅଛି। ସେଥିପାଇଁ ପରମେଶ୍ୱରଙ୍କର ବିରୋଧ ଗଲେ ଭୟଙ୍କର ବିଷୟ ଅଟେ। ସେଥିପାଇଁ ଆଉ ଗୋଟେ ବାକ୍ୟରେ ଆମେ ପଢିବା, ଚାଲନ୍ତୁ ଗଣନା ପୁସ୍ତକ 21 ପର୍ବ 5 ପଦ 6 ପଦ। ଗଣନା ପୁସ୍ତକ 21 ପର୍ବ ଲୋକମାନେ ମଶାଙ୍କ ବିରୁଦ୍ଧରେ କହିଲେ, କାହିଁକି ତୁମେମାନେ ଆମମାନଙ୍କୁ କାନ୍ତରରେ ମାରିବାକୁ ମିଶ୍ର ଦେଶରୁ ବାହାର କରି ଆଣିଲେ? ଦେଖ, ଏଠାରେ ରୁଟି ନାହିଁ ଓ ଜଳ ନାହିଁ, ପୁଣି ଆମ୍ଭମାନଙ୍କ ପ୍ରାଣ ଏହି ଲୋଭୀ ଅନ୍ୟକୁ ଘୃଣା କରେ। ସେତେବେଳେ ସଦାପ୍ରଭୁ ଲୋକମାନଙ୍କ ମଧ୍ୟରେ ବିଷାକ୍ତ ସର୍ପଗୁଡ଼ିକୁ ପ୍ରେରଣ କରନ୍ତେ ସେମାନେ ଲୋକମାନଙ୍କୁ ଦର୍ଶନ କଲେ, ଏହି ଇସ୍ରାଏଲ ଅନେକ ଲୋକ ମଲେ। ହାଲେଲୁୟା। କଣ ପାଇଁ ମଲେ ମୋର ପ୍ରିୟ ପ୍ରଭୁଙ୍କ ଲୋକ? ଆମେ ବୁଝିବାକୁ ପାଉଛୁ, ଯାହା ପରମେଶ୍ୱରଙ୍କ ଦୃଷ୍ଟିରେ ଆମେ ଯଦି ଘୃଣ୍ୟ କାମ କରିବା ଆଉ ପରମେଶ୍ୱରଙ୍କର ସନ୍ତୋଷ କାମ ଯଦି କରିବା ନାହିଁ, ତାହେଲେ ଆମକୁ ମୃତ୍ୟୁ ନିଶ୍ଚିତ ଭାବରେ ଘଟିବ। ଦେଖନ୍ତୁ ଏଇ ସମୟରେ ଲେଖା ହେଲା, ତହିଁରେ ସେ 5 ପଦରେ ଲେଖା ହେଇଛି 6 ଗଲେ, ତହିଁରେ ଲୋକମାନେ ପରମେଶ୍ୱରଙ୍କ ବିରୁଦ୍ଧରେ ଓ ମଶାଙ୍କ ବିରୁଦ୍ଧରେ କହିଲେ। କାହା ବିରୁଦ୍ଧରେ କହିଲେ? ସୃଷ୍ଟିକର୍ତ୍ତା ବିରୁଦ୍ଧରେ କହିଲେ, ଆଉ ପରମେଶ୍ୱରଙ୍କ ଦାସଙ୍କ ବିରୁଦ୍ଧରେ କହିଲେ, ମଶାଙ୍କ ବିରୁଦ୍ଧରେ କହିଲେ, କି ହେତୁ ତୁମ୍ଭେମାନେ ଆମ ମାନଙ୍କ ପ୍ରାନ୍ତରରେ ମାରିବାକୁ ମିଶ୍ର ଦେଶରୁ ବାହାର କରି ଆଣିଲ? ଦେଖ, ଏଠାରେ ରୁଟି ନାହିଁ ଓ ଜଳ ନାହିଁ, ପୁଣି ଆମ୍ଭମାନଙ୍କ ପ୍ରାଣ ଲଘୁ ଅର୍ଣ୍ଣ ଘୃଣା କରେ। ସେତେବେଳକୁ ସେ ମଶାଙ୍କୁ ଆମକୁ ପାଣି ଦିଅ, ପାଣି ଯୋଗାଉଛନ୍ତି, ଆମକୁ ଖାଇବା ପାଇଁ କିଛି ନାହିଁ, ରୁଟି ଯୋଗାଉଛନ୍ତି। ସେ ଲୋକମାନେ ତଥାପି ପରମେଶ୍ୱରଙ୍କୁ ଘୃଣା କଲେ ଆଉ ମଶାଙ୍କୁ ଆଉ ଅମାନ୍ୟ କଲେ, ଘୃଣା କଲେ। ସେତେବେଳେ କଣ ହଉଛି? ବହୁତ ପରିସ୍ଥିତି ଆସିଲା। ସଦାପ୍ରଭୁ ଲୋକମାନଙ୍କ ମଧ୍ୟରୁ ଦାହକ ସର୍ପ ପ୍ରେରଣ କରନ୍ତି, ସେମାନେ ଲୋକମାନଙ୍କୁ ଦଂଶନ କଲେ। ତହିଁରେ ଇସ୍ରାଏଲ ଅନେକ ଲୋକ ମଲେ। ଦେଖନ୍ତୁ, ଏମିତି ଗୋଟେ ମରଣ ଆସୁଛି, କାହିଁକି? ଯୋଉ ସୃଷ୍ଟିକର୍ତ୍ତାଙ୍କ ବିରୁଦ୍ଧରେ ଆମେ ଯଦି ଯିବା, ସେତେବେଳକୁ ଆମକୁ ମରଣ ପ୍ରବେଶ କରୁଛି। ହଁ ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ଏତେ ଆମକୁ ପରମେଶ୍ୱର ସୃଷ୍ଟି କରିଅଛନ୍ତି, ଆମେ ସୁଖ ଆମେ 1-2 ଦିନ ଆମେ ବଞ୍ଚିବା ବୋଲି ଗୋଟେ ମନ ଆସୁଛି, କିନ୍ତୁ ଆମକୁ ଦୁଃଖ ଆସିଲେ ଏବେ ମରିଯିବା ପାଇଁ ମନ ଆସୁଛି। କିନ୍ତୁ ପରମେଶ୍ୱରଙ୍କ ଇଚ୍ଛା ଅନୁସାରେ ଆମେ ଯଦି ଜୀବନ କାଟିବା, ତାହେଲେ ଆମେ ଅନନ୍ତ ଜୀବନ ସ୍ୱର୍ଗ ରାଜ୍ୟରେ ଆମେ ବାସ କରିବା। ହାଲେଲୁୟା। ସେଥିପାଇଁ ଆଉ ଗୋଟେ ପଦ ଆମେ ପଢିବା, ଯାହା ଆଦି ପୁସ୍ତକ 3 ପର୍ବ 19 ପଦ ଲେଖା ହେଇଛି।
ମୃତ୍ତିକାରେ ଜଡ଼ିତ ହେଲେ ତହିଁରେ ନ ମିଶିବା ପର୍ଯ୍ୟନ୍ତ ମୁଖର ଝାଳରେ ଆହାର କରିବ, ଯେହେତୁ ତୁମେ ଧୂଳିରେ ପୁନର୍ବାର ମିଶିଯିବ। ହାଲେଲୁୟା। ଦେଖନ୍ତୁ ଏହି ସମୟରେ ଲେଖା ହେଲା ପ୍ରଭୁ ଆଉ ତୁମେ ମୃତ୍ତିକାରୁ ଗୃହୀତ ହେଲ, ତହିଁରେ ନ ମିଶିବା ପର୍ଯ୍ୟନ୍ତ ମୁଖରୁ ଜାଳରେ ଆହାର କରିବ, ଯେହେତୁ ତୁମ୍ଭେ ଧୂଳି ଓ ଧୂଳିରେ ପୁନର୍ବାର ମିଶିଯିବ। ହଁ ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ଏଇ ସମୟରେ ଆମେ ଦେଖିବା ପାଉଲୁ ଆମେ ମାଟିର ମଣିଷ, ଆମ ପୁନର୍ବାର ମାଟିରେ ମିଶିଯିବା। ଆମେ ଧୂଳି, ମାତ୍ର ଆମର ଶରୀର ଧୂଳି ଅଟେ, କିନ୍ତୁ ଆମେ ପୁନର୍ବାର ଧୂଳିରେ ହିଁ ମିଶିବା। ପରମେଶ୍ୱର ଯାହା ଆଦେଶ ଦେଇଅଛନ୍ତି ସେହି ଆଦେଶ ହିଁ ସତ୍ୟ ଅଟେ। ସେଥିପାଇଁ ଆମର ଆତ୍ମା କେବେ ବି ମାଟିରେ ମିଶିବ ନାହିଁ। ଆମର ଆତ୍ମା କୋଉଠି ଯିବେ? ପରମେଶ୍ୱରଙ୍କର ହସ୍ତରେ ଯିବ। ସେ ବାକ୍ୟ ଆମେ ପଢିବା ଚାଲନ୍ତୁ, ଉପଦେଶକ 12 ପର୍ବ ତାର 7 ପଦ। ଉପଦେଶକ 12 ପର୍ବ 7 ପଦ। ଧୂଳି ପୂର୍ବପରି ମୃତ୍ତିକାରେ ଲୀନ ହେବ, ଆଉ ଆତ୍ମା ଲେଖା ପରମେଶ୍ୱରଙ୍କ ନିକଟକୁ ଆତ୍ମା ଫେରିଯିବ। ହାଲେଲୁୟା। ଦେଖନ୍ତୁ ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆମେ ଧୂଳିର ମଣିଷ, ପୁନର୍ବାର ଆମେ ଧୂଳିରେ ମିଶିଯିବା। ଏ ପୃଥିବୀରେ ଆମେ କୁଣିଆ ଆସିଛୁ, ଏଟା ଗୋଟେ ହାଟ ବଜାର। ଏ ପୃଥିବୀ ଗୋଟେ ହାଟ ବଜାର। ଆମେ କୋଉ କର୍ମ କରିକିନା ଆମେ ସ୍ୱର୍ଗକୁ ଯାଇପାରିବା? ଯଦି ଆମେ ପ୍ରଭୁ ଯୀଶୁଙ୍କୁ ଯଦି ଆମେ ବିଶ୍ୱାସ ନ କରିବା, ତାହେଲେ ଆମେ ନରକକୁ ଯିବା ପାଇଁ ସୁନିଶ୍ଚିତ ଭାବରେ। କାହିଁକି এই ସମୟରେ ପ୍ରଭୁ କହୁଛନ୍ତି, ପୁଣି ଧୂଳି ପୂର୍ବ ପରି ମୂର୍ତ୍ତିକାରେ ଲୀନ ହେବ, ଆଉ ଆତ୍ମାଦାତା ପରମେଶ୍ୱରଙ୍କ ନିକଟକୁ ଆତ୍ମା ଫେରିଯିବ। ଆମର ଶରୀର ମାଟିରେ ମିଶିବ, ଆମର ଆତ୍ମା ପରମେଶ୍ୱରଙ୍କ ହସ୍ତରେ ଯିବ। ଆଉ ସେହି ସମୟରେ ପରମେଶ୍ୱର ବିଚାର କରିବେ, ଜଜମେଣ୍ଟ କରିବେ। ଯଦି ଆମେ ପାପ କ୍ଷମା ଯଦି ପାଇନଥିବା, ଆମେ ନରକକୁ ଚାଲିଯିବା। ଆଉ ଯଦି ଆମେ ପାପ କ୍ଷମା ପାଇଥିବା, ପ୍ରଭୁ ଯୀଶୁଙ୍କୁ ବିଶ୍ୱାସ କରିକିନା ଆମର ବିଶ୍ୱାସ ମରଣ ପର୍ଯ୍ୟନ୍ତ ଆମେ ବିଶ୍ୱାସ କରିଥିବା, ତାହେଲେ ପ୍ରଭୁ ଯୀଶୁ ଆମକୁ ସ୍ୱର୍ଗକୁ, ତାଙ୍କ ସ୍ୱର୍ଗ ରାଜ୍ୟରେ, ଅନନ୍ତ ସ୍ୱର୍ଗ ରାଜ୍ୟରେ ଆମକୁ ବାସ କରିବା ପାଇଁ ସ୍ଥାନ ଦେବେ। ହାଲେଲୁୟା। ଯଦି ଆମେ ପାପ କାମ କରିକିନା ଆଉ ମରିଥିବା, ତାହେଲେ କିଛି ମୂଲ୍ୟ ନାହିଁ। ଆମେ ଦରିଦ୍ରତାରେ ମରିଥିବା, କିଛି ମୂଲ୍ୟ ନାହିଁ। ଆମେ ଲୋକମାନଙ୍କୁ ନରହତ୍ୟା, ନାନା ପ୍ରକାର କାମ, ଭୁଲ କାମ କରିକିନା ଆମେ ମରିଥିବା, ତାହେଲେ କିଛି ମାନେ ପରମେଶ୍ୱରଙ୍କ ଠାରୁ ଆମର ବହୁତ ଗୋଟେ ସମସ୍ୟା ରହିଯିବ। ସେଥିପାଇଁ ଆମେ କେବେ ବି ସ୍ୱର୍ଗକୁ ଯାଇପାରିବା ନାହିଁ। ସେଥିପାଇଁ ଆଜିର ବିଷୟବସ୍ତୁ ହେଉଛି ମରଣ କାହିଁକି ଆସେ, ଆମେ ସ୍ପଷ୍ଟ ଭାବରେ ବୁଝିବାକୁ ପାଇଲୁ। କିନ୍ତୁ ପରମେଶ୍ୱରଙ୍କ ଆଜ୍ଞା ଅମାନ୍ୟ କରିବାରୁ ଆଦମ ହବାଠାରୁ ମରଣ ଆସିଲା। ଯେହେତୁ ଆଉ ସେହି ଅଭିଶାପ ନିଜର ସନ୍ତାନ ସନ୍ତତି ମାନଙ୍କୁ ଆସିଲା, ଆଉ ଅଭିଶାପ ଏବେ ପର୍ଯ୍ୟନ୍ତ ଆଉ ଅଛି। ଆଉ ସେଇ ଅଭିଶାପରୁ ଉଦ୍ଧାର କରିବା ପାଇଁ ଆଉ ଅଦ୍ୱିତୀୟ ପୁତ୍ର ଯୀଶୁଖ୍ରୀଷ୍ଟଙ୍କୁ ପ୍ରେରଣ କଲେ, ଆଉ ସେ ଅଭିଶାପରୁ ଆମକୁ ରକ୍ଷା କରିବା ପାଇଁ ଆଉ ନିଜେ ସେ କ୍ରୁଶାର୍ପିତ ହେଲେ, କ୍ରୁଶ କାଠରେ ରକ୍ତ ଜରେଇଲେ, ଆମ ପାପ ନିମନ୍ତେ ସେ ପୁନର୍ଜୀବିତ ହେଲେ। ଆଉ ପରମେଶ୍ୱର ଜୀବିତ ହେଇକିନା କହିଲେ, ମୋ ନିକଟକୁ ଆସ, ଫେରି ଆସ, ପାପରୁ, ରୋଗରୁ, କଷ୍ଟରୁ, ଦୁଃଖରୁ ଫେରି ଆସ। ମୁଁ ଯୋଉ ସ୍ଥାନକୁ ଯାଉଅଛି ସେଇ ସ୍ଥାନକୁ ମୁଁ ଆଉ ତୁମ ପାଇଁ ମୁଁ ମାନେ ଗୃହ ନିର୍ମାଣ କରିବା ପାଇଁ ଯାଉଅଛି। ସେଇଟା ହଉଛି ସ୍ୱର୍ଗ ରାଜ୍ୟ ବୋଲିକିନା ଆଉ ଯୋହନ ଯାହା 14 ପର୍ବ ତାର 6 ପଦରେ ଲେଖା ହେଲା, ମୁଁ ପଥ ସତ୍ୟ ଓ ଜୀବନ, ମୋ ଦେଇ ନ ଗଲେ କେହି ଈଶ୍ୱରଙ୍କ ରାଜ୍ୟ ଯାଇପାରିବେ ନାହିଁ ବୋଲି କହିଲେ। ସେଥିପାଇଁ ଆସୁ ପରମେଶ୍ୱରଙ୍କୁ ଆମର ମରିବା ପୂର୍ବରୁ ଆମେ ଆମ ପାପ କ୍ଷମା ହେବା, ଆଉ ମରଣ ପୂର୍ବରୁ ଆମେ ଜୀବିତ ଥିବା ସକାଶେ ଆମେ ପରମେଶ୍ୱରଙ୍କୁ ଆଉ ସତ୍ୟରେ ଆତ୍ମାରେ ଉପାସନା କରିକିନା ତାଙ୍କର ଇଚ୍ଛା ଅନୁସାରେ ଆମେ ଜୀବନ ଯାପନ କରିବା। ପ୍ରଭୁ ଏଇ ବାକ୍ୟରୁ ସମସ୍ତଙ୍କୁ ଆଶୀର୍ବାଦ ପାଆନ୍ତୁ। ଆମେନ୍।